Dear students and viewers, welcome to new English classes by Akenshare. Dear students, ଆଜି ଆମେ ଓଡ଼ିଶା ପ୍ଲସ୍ ଟୁ ବୋର୍ଡ଼ର ପ୍ଲସ୍ ଟୁ ସେକେଣ୍ଡ ଇୟର ଇଂଲିଶ ଷ୍ଟୋରି ମାଇ ମଦର ଚାପ୍ଟରଟିର ୟୁନିଟ୍ 3ଟି ପଢ଼ିବାକୁ ଯାଉଛେ। ୟୁନିଟ୍ 3 ଷ୍ଟୁଡେଣ୍ଟସ୍ ମୁଁ କହିସାରିଛି ଯେ ସେମାନେ ୟୁନିଟ୍ 1 କଥା କହିଥିଲି, ୟୁନିଟ୍ 2 କଥା ଆମେ ଡିସ୍କସନ୍ କରିସାରିଛେ। ୟୁନିଟ୍ 3କୁ ଯିବା ପୂର୍ବରୁ ମୁଁ ଟିକେ ଆଉ ଥରେ ରିମାଇଣ୍ଡ କରିଦେଇକି ଚାହୁଁଛି ସେ ରାଇଟରଙ୍କ ବିଷୟରେ ଆଉ ଲେଖିଥିବା ତାଙ୍କର ଏଇ କାହାଣୀଟି ବିଷୟରେ ଟିକେ ହିଣ୍ଟ କରିଦେଉଛି। ଚାର୍ଲି ଚାପ୍ଲିନ୍, ଯିଏକି 1899 ଅର୍ଥାତ୍ 1889ରେ ଜନ୍ମଗ୍ରହଣ କରିଥିଲେ, 1977ରେ ମୃତ୍ୟୁବରଣ କରିଥିଲେ। ଇଂଲିଶ ଜଣେ କମିକ୍ ଆକ୍ଟର ଥିଲେ, ଫିଲ୍ମ ଡାଇରେକ୍ଟର ଆଣ୍ଡ କମ୍ପୋଜର ମଧ୍ୟ ଥିଲେ, ଆକ୍ଟର ଡାଇରେକ୍ଟର ଆଣ୍ଡ କମ୍ପୋଜର ମଧ୍ୟ ଥିଲେ। ସେ ତାଙ୍କର ବେଶୀ ଜଣାଶୁଣା ନେମ୍ ଥିଲା କ'ଣ? ଚାର୍ଲି ଚାପ୍ଲିନ୍ ଷ୍ଟେଜ୍ ନେମ୍। ତାଙ୍କର ଷ୍ଟେଜ୍ ନେମ୍ ହିସାବରେ ସେ ବହୁତ ପପୁଲାର ଥିଲେ। is known as Charlie Chaplin. He is one of the most creative, influential personality of the silent film era. ସାଇଲେଣ୍ଟ ଫିଲ୍ମ ଏରାର ସେ ସବୁଠାରୁ ଜଣେ ଅତି ପରିଚିତ ଇନଭେନ୍ସନାଲ ପର୍ସନାଲିଟି ବୋଲି କୁହାଯାଇପାରିବ। ଏଇ ଲେଖାଟି ତାଙ୍କ ଲେଖା ଭିତରେ ବହୁତ ଭଲ ଜିନିଷ ଦେଖିବାକୁ ମିଳିଥାଏ। ଯେମିତିକି ସେ କ'ଣ ୟୁଜ୍ କରିଥାନ୍ତି, ମାନେ ବ୍ୟଙ୍ଗ କଥା, ସ୍ଲାପଷ୍ଟିକ୍, ସେଇ ଦମଦାରିଆ କମେଡ଼ି ବାଲା ହସ ଖରାକ ଯୋଗାଉଥିବା କାହାଣୀ କଥା ହେଇପାରିବ। ଭିଜୁଆଲ୍ କମେଡ଼ି ମଧ୍ୟ ସେ ୟୁଜ୍ କରୁଥିଲେ। କଣ୍ଟିନ୍ୟୁଡ୍ ୱେଲ୍ ଇଣ୍ଟୁ ଦ ଏରା ଅଫ୍ ଟକିଜ୍। ସେଇ ସମୟରେ ଯାହାକି ଥିଲା ସ୍ପେଶାଲିଟି କହିପାରିବା, ଆମର ମୁଭି ଗୁଡ଼ାକ ନନ୍ ଭଏସ୍ ରହୁଥିଲା, ତ ଭଏସ୍ ନଥିଲା। ଯେଉଁ ସମୟରେ ସେ ବହୁତ ପପୁଲାର କ୍ଲାସ୍ କରିଥିଲେ, ସେ ସମୟରେ ସେ ଜଣାଶୁଣା ଜଣେ ଡାଇରେକ୍ଟର, ଆକ୍ଟର ଏବଂ କମ୍ପୋଜର ବୋଲି ମଧ୍ୟ ଜଣାପଡ଼ିଯାଇଛି। ଏଇ ଲେଖାଟି ତାଙ୍କର ଅଟୋବାୟୋଗ୍ରାଫି ବୋଲି କୁହାଯାଇପାରିବ। ଏଇ ଲେଖାଟି ମାଇ ମଦର ତାଙ୍କର ଅଟୋବାୟୋଗ୍ରାଫିରୁ ହିଁ ଅଣାଯାଇଛି। ଆମେ ୟୁନିଟ୍ 3 ବର୍ତ୍ତମାନ ଯାଉଛେ। ଡିୟର ଷ୍ଟୁଡେଣ୍ଟସ୍, ଆମେ ବର୍ତ୍ତମାନ ୟୁନିଟ୍ 3 ଯିବା। ୟୁନିଟ୍ 3ରେ ଆମେ ଟିକେ ତା ପୂର୍ବରୁ କହିଦେଇକି ଚାହିଁକି ଯେ ମୁଁ ୟୁନିଟ୍ 2ରେ ଏକ୍ଜାକ୍ଟଲି କ'ଣ ଟିକେ ହିଣ୍ଟ କରିଦେଉଛି। ଆମେ ୟୁନିଟ୍ 2ରେ ଦେଖିଥିଲେ ଯେ ତାଙ୍କ ମଦରଙ୍କର ଭଏସ୍ ଆସ୍ତେ ଆସ୍ତେ ଖରାପ ହେଇଯାଉଥିଲା, ଟିକେ ଥଣ୍ଡା ହେଲେ ଭଲ ହେଉନଥିଲା, ଯେଉଁଥିପାଇଁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ବୋଲି ସେ କୁହାଯାଇଥିଲା। ସେତେବେଳେ ସିଏ ସାଉଥ ସେଣ୍ଟ୍ରାଲର ଇଂଲଣ୍ଡର ଗୋଟେ ଜାଗା ଆଲଡରସନ୍ ଯେଉଁ ଜାଗାଟି ଥିଲା, ସେଇ ପରଫର୍ମାନ୍ସ ସେଇ କ୍ୟାଣ୍ଟିନ୍ରେ ପରଫର୍ମ କରୁଥିଲେ। ଯେଉଁ କ୍ୟାଣ୍ଟିନ୍ରେ କି ସ୍ପେଶିଆଲି ଆର୍ମିମାନଙ୍କୁ ହିଁ କ୍ୟାଟରିଂ ବେଶୀ କରାଯାଉଥିଲା ବା ସୋଲଜରମାନଙ୍କୁ କ୍ୟାଟରିଂ କରାଯାଉଥିଲା। ଏମିତି ଦିନ ସେ ଗୀତ ଗାଉ ତାଙ୍କ ଗୀତ ଭଏସ୍ ସଡନ୍ କ୍ରାକ୍ କରିଥିଲା ବା ହୁଇସ୍ପର ହେଇଯାଇଥିଲା, ଯେଉଁଥିପାଇଁ କି ସେଠି ତାଙ୍କୁ ବହୁତ ଅକାଟ୍ୟ ଭାଷାର ବା ଖରାପ ଭାଷା ଶୁଣିବାକୁ ପଡ଼ିଥିଲା। କମେଣ୍ଟ ଶୁଣିଥିଲେ, ବୋଇଂ ଶୁଣିଥିଲେ, ହୁଇସିଲ୍ ଲୋକମାନେ କମେଣ୍ଟ ମାରିଥିଲେ, ବହୁତ କଥା କହିଥିଲେ, ଯେଉଁଥିପାଇଁ କି ସେ ବହୁତ ଭାଙ୍ଗି ପଡ଼ିଥିଲେ। ଆଉ ସେଦିନ ଦେଖାଯାଇଥିଲା କି ଯେ ତାଙ୍କ ମଦର ବାଧ୍ୟ ହେଇକି ଷ୍ଟେଜ୍ ଛାଡ଼ିକି ପଳେଇ ଆସିଥିଲେ ଏବଂ ଫାର୍ଷ୍ଟ ଟାଇମ୍ ପାଇଁ ତାଙ୍କ ମାଆଙ୍କର ଲାଷ୍ଟ ଥିଲା ଆଉ ଫାର୍ଷ୍ଟ ଥର ପାଇଁ ନିଜେ ଚାର୍ଲି ଚାପ୍ଲିନ୍ ଷ୍ଟେଜ୍କୁ ଯାଇଥିଲେ। ସେ ନିଜେ ବି ଆଡ଼ମିଟ୍ କରିଥିଲେ ଯେ ସେଇଦିନ ହିଁ ଥିଲା ତାଙ୍କ ମାଆଙ୍କର ଲାଷ୍ଟ ଆଉ ତାଙ୍କର ପ୍ରଥମ ଅର୍ଥାତ୍ ଡେବ୍ୟୁଟ୍ ସେ କରିଥିଲେ ଷ୍ଟେଜ୍ରେ। ତାହେଲେ ଆମେ ବର୍ତ୍ତମାନ ଟେଷ୍ଟକୁ ଯିବା। ଟିକେ ୱାର୍ମ ଅପ୍ ଦେଖିନେବା କ'ଣ ମେନସନ୍ କରାଯାଇଛି ୟୁନିଟ୍ 3 ୱାର୍ମ ଅପ୍ରେ। ଚାପ୍ଲିନ୍ ଆଣ୍ଡ ହିଜ୍ ମଦର ହାଡ୍ ଟୁ ଅଣ୍ଡରଗୋ ଏ ଲଟ୍ ଅଫ୍ ହାର୍ଡସିପ୍। ଲଟ୍ସ ଅଫ୍ ହାର୍ଡସିପ୍ ଅର୍ଥାତ୍ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ଭିତରେ ସେମାନେ ବଞ୍ଚିବାକୁ ଚେଷ୍ଟା କରିଥିଲେ। ହ୍ୱେନ୍ ସି ଗେଭ୍ ଅପ୍ ଷ୍ଟେଜ୍ ପରଫର୍ମାନ୍ସ, ଯେତେବେଳେ ତାଙ୍କ ମା ତାଙ୍କର ଷ୍ଟେଜ୍ ପରଫର୍ମାନ୍ସ ଛାଡ଼ି ଯାଇଥିଲା, ଅର୍ଥାତ୍ ତାଙ୍କର ବିଭିନ୍ନ ପ୍ରକାର ଯେଉଁ ଥିଏଟ୍ରିକାଲ୍ ଏନ୍ଗେଜମେଣ୍ଟ ଥିଲା କଟି ଯାଇଥିଲା ବା ଏନ୍ଗେଜ୍ ରହିନଥିଲା କୌଣସି ଥିଏଟର ସହିତ, ଯେହେତୁ ସେ ଗୀତ ଗାଇ ପାରିନଥିଲେ, ତାଙ୍କର ଭଏସ୍ ଖରାପ ହେଇଯାଇଥିଲା। ତେଣୁ ସେ ବହୁତ ଅସୁବିଧାର ସହିତ ଅଣ୍ଡରଗ୍ରାଉଣ୍ଡ ହାର୍ଡସିପ୍ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେଇକି ଆଗକୁ ବଢ଼ିଥିଲେ ଆଉ ବହୁତ ସଫଳ ମଧ୍ୟ କରିଥିଲେ। ଦେଖିବ ସେ କେମିତି ସଫରିଂ ଭିତରେ ବି ଆସ୍ତେ ଆସ୍ତେ ଜୀବନକୁ ବଞ୍ଚିବା ଶିଖିଛନ୍ତି, ତାକୁ ଆମେ ଜାଣିବାକୁ ଚେଷ୍ଟା କରିବା। ଲେଟ୍ କମ୍ ଦ ଟେକ୍ସଟ। ମେନ୍ ହ୍ୱାଇଲ୍ from 3 comfortable rooms we moved into 2। ଠିକ୍ ସେତିକି ବେଳକୁ ମେନ୍ ହ୍ୱାଇଲ୍ from 3 comfortable rooms, 3ଟା କମ୍ଫର୍ଟେବଲ୍ ତା ପାଖରେ ଥିଲା ବା ସେ 3ଟି କମ୍ଫର୍ଟେବଲ୍ ରୁମ୍ରେ ରହୁଥିଲେ, ଭଲ ଘରେ ରହୁଥିଲେ। we moved into 2, ତାପରେ ସେ ଯୋଡ଼ିଏ ରୁମ୍କୁ ଅର୍ଥାତ୍ ଗୋଟିଏ ରୁମ୍ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା ବା ଏଇଭଳି ସେ 3ଟି ରହୁଥିବା ଘରେ ବର୍ତ୍ତମାନ 2ଟି ରୁମ୍ ଥିବା ଘରକୁ ଟ୍ରାନ୍ସଫର ହେଇଗଲେ। ଦେନ୍ into 1, ତାପରେ ଏମିତି ପରିସ୍ଥିତି ଖରାପ ହେଇଗଲା, ଗୋଟିଏ ରୁମ୍ ଥିବା ଘରକୁ ଅର୍ଥାତ୍ ଗୋଟିଏ ଘର ସେ ପୁଣି ଚେଞ୍ଜ କରିଥିଲେ, 2ଟି ରୁମ୍ ସେ ବର୍ତ୍ତମାନ ଗୋଟିଏ ରୁମ୍ ଥିବା ଘର ଖୋଜିବା ଆରମ୍ଭ କଲେ ଆଉ ସେଠି ଯାଇ ପହଞ୍ଚି ଯାଇଥିଲେ। ଆଉ ବିଲଙ୍ଗିଙ୍ଗସ୍ ଗୁଡ଼ାକ ଡୁଇଙ୍ଗଲିଂ, ବିଲଙ୍ଗିଂ ଗୁଡ଼ାକ ମାନେ ଜିନିଷପତ୍ର ଗୁଡ଼ାକ, ପଜେସନ୍ ଗୁଡ଼ାକ, ତାଙ୍କ ଜିନିଷପତ୍ର ଗୁଡ଼ାକ କ'ଣ ହେଉଥିଲା? ଡୁଇଙ୍ଗଲିଂ ମାନେ ଆସ୍ତେ ଆସ୍ତେ କମି ଯାଉଥିଲା। ସେ 3ଟି ଘରେ ଯାହା ଥିଲା, ତାପରେ କିଛି କମିଥିଲା, ତାପରେ 2ଟି ଘର ଥିଲା, ତାପରେ ସେ ପୁଣି କିଛି କମିଥିଲା, ବର୍ତ୍ତମାନ ଗୋଟିଏ ଘର ହେଇଗଲା, ତାପରେ ପୁଣି କିଛି କମି ଯାଇଥିଲା। ଆଣ୍ଡ ଦ ନେବର୍ସ ଇଣ୍ଟୁ ହ୍ୱିଚ୍ ୱି ମୁଭ୍ଡ, କିନ୍ତୁ ସେ ଯେଉଁ ଜାଗା ଗୁଡ଼ାକୁ ଯାଉଥିଲେ ଆସ୍ତେ ଆସ୍ତେ ସେ ଯେଉଁ ନୂଆ ନୂଆ ଜାଗାକୁ ଯାଉଥିଲେ, ଟ୍ରାନ୍ସଫର ହେଇକି ବା ବଦଳି ହେଇକି ଯାଉଥିଲେ ବା ନୂଆ ନୂଆ ଘର ଭଡ଼ା ଖୋଜୁଥିଲେ ନିଜ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ, ସେ 3ଟି ରୁମ୍ରୁ 2ଟିକି ଆସିଲେ, 2ଟିରୁ ଗୋଟିକେ
আস্তে আস্তে তাଙ୍କ ଯେଉଁ ନେବରିଂ ଅର୍ଥାତ୍ ଯେଉଁ ଜାଗାକୁ ସେ ଯାଉଥିଲେ ଯେଉଁ ପ୍ଲେସ୍କୁ ସେ ଯାଉଥିଲେ ସେଇ ଜାଗା ଗୁଡ଼ାକ ଆସ୍ତେ ଆସ୍ତେ ମଧ୍ୟ ଖରାପ ପଡ଼ୁଥିଲା ଅର୍ଥାତ୍ ଭଲ ପରିବେଶରୁ ଆସ୍ତେ ଆସ୍ତେ ଖରାପ ପରିବେଶ ଆଡ଼କୁ ଯାଉଥିଲେ ସେ ମୁଭିଂ ଗ୍ରୋଇଂ ପ୍ରୋଗ୍ରେସିଭ୍ ଡ୍ରାବର ମାନେ ମାନ୍ଦା ଅବସ୍ଥା ନିରାଶ ଅବସ୍ଥା ଆସୁଥିବା ଜାଗା ଗୁଡ଼ାକ କହିବା ଅର୍ଥ ଏହା ଆସ୍ତେ ଆସ୍ତେ ଭଲ ଜାଗାରୁ ସେ ଯେହେତୁ ଅଳ୍ପ ପଇସାରେ ଘର ଖୋଜୁଥିଲେ ଗୋଟିଏ ଗୋଟିଏ ରୁମ୍ ଖୋଜୁଥିଲେ ତାଙ୍କୁ ଆଉ ଭଲ ପରିବେଶ ବାଲା ଘର ମିଳୁନଥିଲା ସେ ଆସ୍ତେ ଆସ୍ତେ ଯେଉଁ ଘର ସବୁ ପାଉଥିଲେ ସେଗୁଡ଼ାକ ଡ୍ରାଇଭରିଂ ଥିଲା ଅର୍ଥାତ୍ ପରିବେଶ ଭଲ ନଥିଲା ସାନିଟାରୀ କଣ୍ଡିସନ୍ ହୁଏତ ଭଲ ନଥିଲା ଅର୍ଥାତ୍ ବହୁତ ଅସୁବିଧା ଯେଉଁ ରାସ୍ତା ଗୁଡ଼ିକ ବା ଜାଗା ଗୁଡ଼ିକ ରହୁଥିଲା ଯେଉଁ ଜାଗାରେ ସେ ନୂଆ ନୂଆ ଘର ଖୋଜୁଥିଲେ ପରିବେଶ ଆସ୍ତେ ଆସ୍ତେ ବଦଳିବା ଅର୍ଥାତ୍ ତାଙ୍କ ନେବରିଂ ବି ଚେଞ୍ଜ ହେଇଯାଉଥିଲା ଭଲରୁ ସେ ଆସ୍ତେ ଆସ୍ତେ ଖରାପରୁ ଖରାପ ଆଡ଼କୁ ଗତି କରୁଥିଲା ତାଙ୍କ ଘର ଗୁଡ଼ିକ ମଧ୍ୟ ସେଇଆ ହେଉଥିଲା 3ଟିରୁ 2ଟିକି ଆସିଲେ 2ଟିରୁ 1ଟିକି ଆସିଲେ ଯେଉଁ ତାଙ୍କ ଜିନିଷପତ୍ର ଥିଲା ସେ ବି ଡ୍ୱିଣ୍ଡଲିଂ ହେଇଗଲା ସେ ଆସ୍ତେ ଆସ୍ତେ କମି କମି ବହୁତ କମିବାକୁ ଲାଗିଲା ତାପରେ ସେ ଯେଉଁ ଜାଗାକୁ ଯାଉଥିଲେ ସେ ଜାଗା ଗୁଡ଼ିକ ଆସ୍ତେ ଆସ୍ତେ ତାଙ୍କୁ ଖରାପ ହେଉଥିଲା ଅର୍ଥାତ୍ ଭଲ ଜାଗା ସେମାନଙ୍କୁ ମିଳୁନଥିଲା ଯେଉଁ ଜାଗାରେ ସେ ରହୁଥିଲେ ବହୁତ ଖରାପ ପରିବେଶ ହୋଇପାରେ ବା ଅପ୍ରୀତିକ ପରିସ୍ଥିତି ଜାଗା ଗୁଡ଼ାକ ମିଳୁଥିଲା ଯେଉଁ ଜାଗା ତାଙ୍କୁ ଭଲ ସୁଟ୍ କରୁନଥିଲା କିନ୍ତୁ ପରିସ୍ଥିତି ଏମିତି ଥିଲା ସେମାନେ ସେଇ ଜାଗା ଗୁଡ଼ିକରେ ରହିବା ପାଇଁ ବାଧ୍ୟ ହେଉଥିଲେ She turned to religion in the hope she turned to religion ସେ ଆସ୍ତେ ଆସ୍ତେ ଧର୍ମ ଆଡ଼କୁ ନିଜକୁ ମନୋନିବେଶ କରିଥିଲା ଅର୍ଥାତ୍ ଟିକେ ଧର୍ମ ପ୍ରାଣ ହେବାକୁ ଚେଷ୍ଟା କରିଥିଲା ଆଇ ସପୋଜ୍ ଦ୍ୟାଟ୍ ଇଟ୍ କୁଡ୍ ରେଷ୍ଟୋର ହର ଭଏସ୍ ବୋଧ ହୁଏ ମୁଁ ଅନୁମାନ କରୁଛି ଇଟ୍ କୁଡ୍ ରେଷ୍ଟୋର ହର ଭଏସ୍ ମଦର୍ସ ଭଏସ୍ ଇଟ୍ କୁଡ୍ ରେଷ୍ଟୋର ବୋଧେ ସେ ଏ ଆଶାରେ ଯେ ଆଉ ଥରେ ତାଙ୍କ ପୁନର୍ବାର ତାଙ୍କ ଭଏସ୍ ରିଟର୍ଣ୍ଣ କରିଆସିବ ବା ତାଙ୍କ ଭଏସ୍ ଭଲ ହେଇଯିବ ଏଇ ଆଶାରେ ଆସ୍ତେ ଆସ୍ତେ ସେ ଟିକେ ଭଗବତ ବିଶ୍ୱାସୀ ହେଇଯାଇଥିଲେ ବା ଧର୍ମ ଆଡ଼କୁ ଟିକେ ମୁହିଁଥିଲେ ଯେମିତିକି ତାଙ୍କର ପୂର୍ବ ଅପେକ୍ଷା ଯେହେତୁ ତାଙ୍କର ଆଉ କିଛି ନାହିଁ ଇନକମ୍ ସୋର୍ସ କମିଯାଇଥିଲା ଇନକମ୍ ସୋର୍ସ କିଛି ନଥିଲା କହିଲେ ଯେତେବେଳେ କମିଥିଲା କ'ଣ କିଛି ବି ନଥିଲା ଗୀତ ଗାଇବା ତାଙ୍କର ଗୋଟିଏ ଇନକମ୍ ସୋର୍ସ ଥିଲା ସେ ଆସ୍ତେ ଆସ୍ତେ ସେଇଟା ବି ଛାଡ଼ି ସାରିଥିଲେ ତାଙ୍କ ପାଖରେ ବର୍ତ୍ତମାନ ଚଳିବା ପାଇଁ ଭଲ ଟଙ୍କା ଅଳ୍ପ ଟଙ୍କା ଠିକ୍ରେ ବି ନାହିଁ ସେ ପରିସ୍ଥିତି ବହୁତ ତାଙ୍କର ଦୁଃଖଦାୟକ ବା ଦୟନୀୟ ହୋଇସାରିଲାଣି ସେଥିପାଇଁ ସେ ଆସ୍ତେ ଆସ୍ତେ ଧର୍ମ ଆଡ଼କୁ ଟିକେ ମୁହିଁଥିଲେ ଅର୍ଥାତ୍ ଟିକେ ଧର୍ମପ୍ରାଣ ହେବାକୁ ଚେଷ୍ଟା କରିଥିଲେ ଚର୍ଚ୍ଚ ଆଟେଣ୍ଡ କରିଥିଲେ ବୋଧହୁଏ ଏଇ ଆଶାରେ ଯେ ତାଙ୍କୁ ହୁଏତ ତାଙ୍କର ଏଇ ଆଶୀର୍ବାଦ ବହୁତ କ୍ରାସ୍ ଯୀଶୁ ଖ୍ରୀଷ୍ଟଙ୍କର ଆଶୀର୍ବାଦ କିଛି ମିଳିବ ଆଉ ସେ ଆସ୍ତେ ଆସ୍ତେ ତାଙ୍କର ଭଏସ୍କୁ ରିଗେନ୍ କରି ଆସିବେ She regularly attended the Christ Church in the Westminster Bridge Road. Westminster Bridge Road ଥିବା ଖ୍ରୀଷ୍ଟ ଚର୍ଚ୍ଚକୁ ସେ ରେଗୁଲାର ଆଟେଣ୍ଡ କରୁଥିଲେ ଯାଉଥିଲେ ସେ ଚର୍ଚ୍ଚକୁ ଆଣ୍ଡ ଏଭ୍ରି ସଣ୍ଡେ ଆଇ ୱାଜ୍ ମେଡ୍ ଟୁ ସିଟ୍ ଥ୍ରୋ ବାଚେସ୍ ଅର୍ଗାନ୍ ମ୍ୟୁଜିକ୍ ଏଭ୍ରି ସଣ୍ଡେ ପ୍ରତ୍ୟେକ ରବିବାର ଦିନ ଆମେ ଜାଣିଛେ ଚର୍ଚ୍ଚ ଗୁଡ଼ିକରେ ପ୍ରତି ରବିବାର ହିଁ ସବୁଠୁ ବେଶୀ କମ୍ୟୁନିୟନ୍ ହେଇଥାନ୍ତି ହୋଲି କମ୍ୟୁନିୟନ୍ ହୁଏ ଏଇଭଳି ପରିବେଶରେ ବେଶୀ ଗ୍ୟାଦରିଂ ହେଇଥାନ୍ତି I was made to sit ମୋତେ ଯେମିତି ବାଧ୍ୟ କରାଯାଉଥିଲା ବସିବା ପାଇଁ ଥ୍ରୋ ବ୍ୟାଚେସ୍ ଅର୍ଗାନ୍ ମ୍ୟୁଜିକ୍ ସହିତ ମୋତେ ବସିବା ପାଇଁ ବାଧ୍ୟ କରାଯାଉଥିଲା ଆଣ୍ଡ ଟୁ ଲିସିନ୍ ଏବଂ ଶୁଣିବା ମୋତେ ବାଧ୍ୟ କରା ୱିଥ୍ ଏଚିଂ ମାନେ ବିନ୍ଧା ହେଉଥିବା ମାନେ ଇଚ୍ଛା ନଥିବ ଯେମିତି ମୁଣ୍ଡ ବିନ୍ଧା ହେଇଯାଉଥିବ ଏଚିଂ ଇମ୍ପେଣ୍ଡାନ୍ସ ଅଧୈର୍ଯ୍ୟ ଭାବରେ ଇମ୍ପେଣ୍ଡାନ୍ସ ମିନ୍ସ ଅଧୈର୍ଯ୍ୟ ଭାବରେ ମାନେ ଇଚ୍ଛା ନଥାଇକି ବସିବା ଅବସ୍ଥାରେ ତାଙ୍କୁ ବାଧ୍ୟ ହେଉଥିଲା ବସିବା ପାଇଁ ସେ ଯେମିତି ଅଧୈର୍ଯ୍ୟ ବ୍ୟାକୁଳତା ବଢ଼ିଯାଉଥିଲା ତାଙ୍କର ବଢ଼ିଯାଉଥିଲା ତାଙ୍କର ଇଚ୍ଛା ଟିକେ ବି ନଥିଲା ସେଠି ବସିବା ପାଇଁ ଇମ୍ପେଣ୍ଡାନ୍ସ ଟୁ ଦ ରେଭରେଣ୍ଡ ଏଫ୍.ବି. ମାୟାର୍ସ ଫର୍ଭରେଣ୍ଟ ଆଣ୍ଡ ଡ୍ରାମାଟିକ୍ ଭଏସ୍ ପୁଣି କାହାର ଭଏସ୍ ଚାଲିଥିଲେ କିଏ ସମ୍ମାନ ଦେଉଥିଲେ ନା ରେଭରେଣ୍ଡ ଏଫ୍.ବି. ମାୟାର୍ସ ତାଙ୍କର ହିଁ ଭାଷଣ ଚାଲିଥିଲା ବା ସେ ଯେଉଁ ଦେଉଥିଲେ କ'ଣ ଦେଉଥିଲେ ଆମେ କହିପାରିବା ଯେମିତିକି ହିତ ଉପଦେଶ କହିପାରିବା ବା ଆଜିକାଲି ଯେମିତି ଆମେ କହୁଛେ କି ପ୍ରବଚନ ବୋଲି କହିପାରିବା ସେମିତି ଚାଲିଥିଲା ତାଙ୍କରି କଥା ଶୁଣିବାକୁ ଲୋକ ଗଦା ହେଇଥିଲେ ମୁଁ ବି ଇଚ୍ଛା ନଥାଏ କି ମ୍ୟୁଜିୟମ୍ ପାଖରେ ବସି ତାଙ୍କ ଗୀତ ସବୁ ତାଙ୍କର ସେ ପ୍ରବଚନ ବା ଭାଷଣ ଶୁଣୁଥିଲି ଡ୍ରାମାଟିକ୍ ଭଏସ୍ ଇକୋଇଂ ଡାଉନ୍ ଯାହାକି ପ୍ରତିଧ୍ୱନିତ ହେଉଥିଲା କେଉଁଟା ନେଫ୍ ହେଲା ସେଣ୍ଟ୍ରାଲ ପାର୍ଟ ଅଫ୍ ଦ ଚର୍ଚ୍ଚ ସିଏ ପ୍ରତିଧ୍ୱନିତ ହେଇଯାଉଥିଲା ମୁଁ କ'ଣ କରୁଥିଲି ଲାଇକ୍ ସପ୍ଲିଂ ଫିଟ୍ ମୋର କିନ୍ତୁ ଇଚ୍ଛା ନଥିଲା ପାଦ ଉଠେଇକି କୁଆଡ଼େ ଯାଇପାରୁନଥିଲି ମୁଁ ଏପଟେ ସେପଟେ ହେଇକି ବାଧ୍ୟ ହେଇକି ସେଠି ରହୁଥିଲି କୁଆଡ଼େକୁ ଯାଇପାରୁନଥିଲି ଇଚ୍ଛା ତ ନଥିଲା ଏକିଂ ଇମ୍ପୋର୍ଟାନ୍ସ ଭିତରେ ମୁଁ ରହିଥିଲି ମାନେ ଅଧୈର୍ଯ୍ୟ ଭାବରେ ମୁଣ୍ଡ ବିନ୍ଧା ହେଇଯାଉଥିଲା ମୋର ଯେମିତି ମୋର ଆଦୌ ଟିକେ ଇଚ୍ଛା ନଥିଲା କିନ୍ତୁ ବାଧ୍ୟ ହେଇକି ସେଠି ମୁଁ ସେ ଚର୍ଚ୍ଚରେ ଏଫ୍.ବି. ମ୍ୟାନଙ୍କର ହିଁ ସ୍ପିଚ୍ ଶୁଣୁଥିଲି ବା ତାଙ୍କର ଯେଉଁ ସର୍ମନ୍ ସେ ଦେଉଥିଲେ ତାକୁ ହିଁ ଶୁଣି ଚାଲିଥିଲି ମୁଁ କୁଆଡ଼େ ଯାଇ ବି ପାରୁନଥିଲି ମାଆଙ୍କର ମୋତେ ଷ୍ଟ୍ରିକ୍ଟ ଅର୍ଡ଼ର ଥିଲା ତୁ ସେଠି ହିଁ ବସିବୁ ଆଉ ଶୁଣି ମୋର ଇଚ୍ଛା ନଥାଇକି ମଧ୍ୟ ମୁଁ ଶୁଣୁଥିଲି ଯାହାକି ସେଣ୍ଟ୍ରାଲ ପାର୍ଟକୁ ପ୍ରତିଦ୍ୱନ୍ଦିତ କରୁଥିଲା ତଥାପି ମଧ୍ୟ ମୁଁ କୁଆଡ଼େ ଯାଇପାରୁନଥିଲି His oration must have been appealing ଦେଖାଯାଉ ତାଙ୍କ ଓରେସନ୍ଟି ତାଙ୍କର ଯେଉଁ ସ୍ପିଚ୍ ବା ସର୍ମନ୍ ବା ସେ ଯେଉଁ ଦେଉଥିଲେ ପ୍ରବଚନ ବୋଧହୁଏ ଏଇଟା ବହୁତ ଟିକେ ଆପିଲିଂ ଥିଲା ବା କାର୍ଯ୍ୟକ୍ରମ ହେଉଥିଲା କାରଣ ଫର୍ ଅକେଜନାଲି କେବେ କେବେ ମୁଁ ଦେଖିଛି ଆଇ ଉଡ୍ ୱାଚ୍ ମଦର କ୍ୱିକ୍ ୱିପିଂ ମାନେ କାନ୍ଦିବା ୱିପିଂ ପୋଛିବା ୱିପିଂ ଆଉ ଏ ଟିୟର୍ସ ମୁଁ ଦେଖିଛି କେବେ କେବେ ମା
ଆସ୍ତେ ଆସ୍ତେ ବା କୁଇକଲି ସୁନସାନ ଭାବରେ ନିଜ ଆଖିର ଲୁହ ପୋଛୁଥିଲେ ହେଇପାରେ ଏବେ ମେୟରଙ୍କର ସେଇ ସ୍ପିଚ୍ ସେ ସରମନ ବୋଧେ କିଛି ଅପିଲିଂ ହେଉଥିଲା ତାଙ୍କ ପାଇଁ କିଛି କାର୍ଯ୍ୟକ୍ଷମ ହେଉଥିଲା ବା ତାଙ୍କୁ ବୋଧେ ହୁଏତ କିଛି ଭଲ ଲାଗୁଥିଲା ଯେଉଁଟାକି ସେ ନିଜ ହୃଦୟଙ୍ଗମ କରୁଥିଲା ଆଉ ମୁଁ କେବେ କେବେ ଦେଖିଛି ମାଆଙ୍କୁ ଯେ ସେ ନିଜେ ନିଜେ ଆପେ ଆପେ ଲୁହ ପୋଛିବା ଲକ୍ଷ୍ୟ କରିଛି ଏ ଟିୟର ହୁଇଚ୍ ସ୍ଲାଇଟଲି ଏମ୍ବ୍ରାନ୍ସଡ ମି ଯାହାକି ମୋତେ ଟିକେ ଏମ୍ବ୍ରାନ୍ସ ଲାଗୁଥିଲା କଷ୍ଟ ଲାଗୁଥିଲା ଦୁଃଖ ଲାଗୁଥିଲା ନା ମୁଁ ଜାଣିଛି ଯେ ମୁଁ ମା ବହୁତ ମନ ଦୁଃଖ କରୁଛନ୍ତି କଷ୍ଟ ପାଉଛନ୍ତି ଯନ୍ତ୍ରଣା ପାଉଛନ୍ତି କାରଣ ସେ ମୋତେ ପୋଷିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ତାଙ୍କ ପାଖରେ ସେ ବର୍ତ୍ତମାନ କପର୍ଦ୍ଧକ ଶୂନ୍ୟ ତାଙ୍କ ପାଖରେ କିଛି ବି ପଇସା ପତ୍ର ନାହିଁ ତଥାପି ସେ ବଞ୍ଚାଇ ରଖିବା ପାଇଁ ବହୁତ ଚେଷ୍ଟା କରିଛନ୍ତି ଆଉ ଏହି ସମୟରେ ମୋତେ ସେ ମା ଆଖିରେ ଲୁହ ପୋଛୁଛନ୍ତି କେବେ କେବେ ମୁଁ ଦେଖିଛି ଟିକେ ଦୁଃଖ ତ ଲାଗିଛି କିନ୍ତୁ ମୁଁ କିଛି କରିବା ଅବସ୍ଥାରେ ନଥିଲି ବା କିଛି କରିପାରୁନଥିଲି ୱେଲ୍ ଡୁ ଆଇ ରିମେମ୍ବର ମୋର ଭଲ ମନେ ଅଛି ଏବେ ବି ହୋଲି କମ୍ୟୁନିୟନ ଅନ୍ ୱାନ୍ ହଟ୍ ସମର ଡେ ଗୋଟେ ସମର ଡେରେ ଗୋଟେ ହୋଲି କମ୍ୟୁନିୟନ ହୋଲି ଗ୍ୟାଦରିଂ ହେଇଥିଲା ଯୋଗଦାନ ହେଇଥିଲା ପବିତ୍ର ଯୋଗଦାନ କୁହାଯାଏ ହୋଲି କମ୍ୟୁନିୟନ ପବିତ୍ର ଯୋଗଦାନ କୁହାଯାଇପାରେ ଅର୍ଥାତ୍ କିଛି ଲୋକ ହୋଲି ପର୍ସନାଲିଟି ଏକାଠି ଗ୍ୟାଦରିଂ ହେଇଥିଲେ ଯେଉଁଠିକି ଆଣ୍ଡ ଦ କୁଲ୍ ସିଲଭର କପ୍ କଣ୍ଟେନିଂ ଡେଲିସିୟସ୍ ଗ୍ରେପ୍ ଜୁସ୍ ଯେଉଁଟାକି ଡେଲିସିୟସ୍ ଗ୍ରେପ୍ ଜୁସ୍ ମଧ୍ୟ ପରସା ଯାଉଥିଲା ସିଲଭର କପ୍ରେ ଡେଲିସିୟସ୍ ଗ୍ରେପ୍ ଜୁସ୍ ସର୍ଭ କରାଯାଉଥିଲା that passed along the congregation ଯେତେବେଳେ ଯାଉଥିଲା କଂଗ୍ରେଗେସନ ଗ୍ୟାଦରିଂ ଆଡ଼କୁ ଯେତେବେଳେ ସେଇଗୁଡ଼ାକ ଆମ ସାଇଟ୍ରେ ବା ଆମ ପାଖରେ ପାସ୍ କରିକି ସେପଟକୁ ଯାଉଥିଲା ଆଣ୍ଡ ମଦର୍ସ ଜେଣ୍ଟିଲ୍ ରେଷ୍ଟ୍ରିକ୍ସନ୍ ହ୍ୟାଣ୍ଡ when I drank too much କିନ୍ତୁ ମୁଁ ବହୁତ ପିଇ ଦେଉଥିଲି ମା ମୋତେ ବାରମ୍ବାର ବାରଣ କରିଚାଲିଥିଲା ମଦର୍ସ ଜେଣ୍ଟିଲ୍ ରେଷ୍ଟ୍ରିକ୍ସନ୍ ମା ବାରଣ କରୁଥିଲେ ମନା କରୁଥିଲେ ବଟ୍ ଆଇ ଡ୍ରାଙ୍କ ଟୁ ମଚ୍ ଅଫ୍ ଇଟ୍ ମୁଁ ବହୁତ ଗୁଡ଼ିଏ ପିଇ ଦେଉଥିଲି ଏ ହୋଲି କମ୍ୟୁନିୟନ ସମୟରେ ଯେତେବେଳେ ସିଲଭର କପ୍ରେ କୁଲ୍ ଗ୍ରେପ୍ ଜୁସ୍ ପରସା ଯାଉଥିଲା ମୁଁ କିନ୍ତୁ ବହୁତ ପିଇ ଦେଉଥିଲି ଯଦିଓ ମା ମନା କରୁଥିଲେ ପିଇବା ପାଇଁ କିନ୍ତୁ ମୁଁ ଅଧିକରୁ ଅଧିକ ପିଇ ଦେଉଥିଲି ହାଉ ରିଲିଭ୍ଡ ଆଇ ୱାଜ୍ ଆଉ କେମିତି ମୁଁ ଟିକେ ରିଲିଭ୍ ହେଉଥିଲି ଯେତେବେଳେ ଦ ରେଭରେଣ୍ଡ କ୍ଲୋଜ୍ ଦ ବାଇବେଲ୍ ଯେତେବେଳେ ରେଭରେଣ୍ଡ ବା ସେ ମହାଶୟ ଜଣକ ସେ ମହାନ ବ୍ୟକ୍ତି ଜଣକ ଏଫ୍ ବି ମେୟର ଯିଏ ଥିଲେ ସେ ଯେତେବେଳେ ବାଇବେଲ୍ କ୍ଲୋଜ୍ କରୁଥିଲେ ମୋତେ ରିଲିଭ୍ ଲାଗୁଥିଲା ବିକଜ୍ ଇଟ୍ ମିନ୍ସ ଦ୍ୟାଟ୍ ସେ ବାଇବେଲ୍ କ୍ଲୋଜ୍ କରିବାର ଅର୍ଥ ଏଇଆ ଥିଲା ଇଟ୍ ମିନ୍ସ ଦ୍ୟାଟ୍ ଦ ସର୍ମନ୍ ଉଡ୍ ସୁନ୍ ଏଣ୍ଡ ଏଇ ଯେଉଁ ଭାଷଣ ହେଇପାରିବା ବା ପ୍ରବଚନ ହେଇପାରିବା ବୋଧ ହୁଏ ବା ହିତୋପଦେଶ ହେଇପାରିବା ବୋଧେ ଖୁବ୍ ଶୀଘ୍ର ଶେଷ ହେଇଯିବ and they would start prayers and final rhyme ତାପରେ ସେ ପ୍ରେୟାର ଷ୍ଟାର୍ଟ କରିବେ ଆଉ ଫାଇନାଲ ରାଇମ୍ ରାଇମ୍ ମାନେ ସ୍ତୁତି କହିପାରିବା ମନ୍ତ୍ର ଯାହା ବି ହେଇପାରିବ କହିପାରିବା ବୋଧେ ତାପରେ ସେ ସେୟା ହେବ ଯଦି ବାଇବେଲ ବନ୍ଦ ହେଇଗଲାଣି ଆଉ ଅଳ୍ପ କିଛି ପ୍ରେୟାର ବା ମନ୍ତ୍ର ପରେ ବା ସ୍ତୁତି ପରେ ବୋଧହୁଏ ଏହି ସ୍ପିଚ୍ କାର୍ଯ୍ୟକ୍ରମ ବନ୍ଦ ରହିବ since mother had joined the church ଯେହେତୁ ମଦର had joined the church ଯେହେତୁ ମା ଚର୍ଚ୍ଚରେ ଜଏନ୍ କରିସାରିଥିଲେ ବା ଚର୍ଚ୍ଚରେ ଯୋଗଦାନ କରିସାରିଥିଲେ ସେ ସେଲ୍ଡମ୍ ସହ ହର୍ ଥିଏଟ୍ରିକାଲ ଫ୍ରେଣ୍ଡସ୍ ସେ କେବେ କେବେ କ୍ୱଚିତ୍ ତାଙ୍କର ଥିଏଟ୍ରିକାଲ ଫ୍ରେଣ୍ଡ ମାନଙ୍କୁ ଦେଖୁଥିଲେ ଅର୍ଥାତ୍ ଥିଏଟର ସହିତ କନେକ୍ଟେଡ୍ ଥିବା ତାଙ୍କର ସେ ସାଙ୍ଗମାନଙ୍କୁ ସେ କ୍ୱଚିତ୍ ଦେଖିବାକୁ ପାଉଥିଲେ that world had evaporated that world ସେ theatrical world had evaporated କିନ୍ତୁ ସମ୍ପୂର୍ଣ୍ଣ ଭାବରେ evaporated ଯାଇଥିଲା ମାନେ ତାଙ୍କ ଆଖି ଆଗରେ ଉଡ଼ି ଯାଇଥିଲା କିଛି ନଥିଲା ଆଉ ବାଷ୍ପୀଭୂତ ହେଇଯାଇଥିଲା ଯେମିତି evaporated ଆକ୍ଚୁଆଲି ହେଉଛି ବାଷ୍ପୀଭୂତ ହେଇଯିବା ହଁ ସେୟା ହେଇଥିଲା କହିବା ଅର୍ଥ କି ସେ ଆଉ theatrical connection ନଥିଲେ ସେଇ ସାମ୍ରାଜ୍ୟ ବା ସେଇ ଜାଗା ବା ସେ ସ୍ଥାନ ଯେମିତି ତାଙ୍କ ପାଇଁ ସମ୍ପୂର୍ଣ୍ଣ ଅନନୋନ୍ ହେଇ ପଡ଼ିଥିଲା evaporated ହେଇଯାଇଥିଲା had become a memory ଯାହାକି ବର୍ତ୍ତମାନ ତାଙ୍କ ପାଇଁ ଗୋଟେ ମେମୋରି ହେଇକି ରହିଯାଇଥିଲା କାରଣ ଅନେକ ଦିନ ହେଲା ସେ ଗୀତ ଗାଇ ନାହାନ୍ତି ବା ଥିଏଟରକୁ ଯାଇନାହାନ୍ତି ସେଥିପାଇଁ ସେଇ ଯେଉଁ କହୁଛି ୱାଲ୍ ତାଙ୍କ ପାଇଁ ବର୍ତ୍ତମାନ ଏଭାପୋରେଟ୍ ବୋଲି କୁହାଯାଉଛି ଅଦୃଶ୍ୟ ହେଇସାରିଛି ବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯାଇଛି ଯାହା କେବଳ ତାଙ୍କ ପାଇଁ ଏକ ମେମୋରି ହେଇକି ରହିଯାଇଛି ଇଟ୍ ସିମ୍ଡ ଦ୍ୟାଟ୍ ୱି ହ୍ୟାଡ୍ ଅଲୱେଜ୍ ଲିଭ୍ ଇନ୍ ଏ ରେଚ୍ ସର୍କମଷ୍ଟାନ୍ସେସ୍ ଏଇଟା ଏମିତି ଜଣାପଡ଼ୁଥିଲା ଯେମିତିକି we had always lived in wretched situation wretched ମାନେ ଅତି ଦୟନୀୟ ଅସୁବିଧାରେ wretched situation ମୋତେ ଏମିତି ଲାଗୁଥିଲା ସତ ଯେମିତି ଆମେ ସବୁବେଳେ ଏମିତି ଦୟନୀୟ ଅବସ୍ଥାରେ ରହିଥିଲୁ the interim of 1 year interim ମଧ୍ୟାନ୍ତର ଅର୍ଥାତ୍ ମଝିରେ ସେ କହିଲେ ଏହା କହିବାକୁ ଚାହୁଁଥିଲେ in interim of 1 year ବର୍ଷଟେ ମଝିରେ seemed a lifetime of travel ବୋଧେ ଆମେ ବାରମ୍ବାର ବହୁତ ପରିଶ୍ରମ କରିଛୁ ବୁଲିଛୁ ଏପଟ ସେପଟ ହେଇକିରି ଏତେ କଷ୍ଟ ଲାଗିଛି ଆମେ ମାନେ ଟ୍ରାଭେଲିଂ କରିଛୁ ଏଠିକି ସେଠିକି ଏଠି ଯାଇଛୁ ପୁଣି ସେଠି ଯାଇଛୁ କହିବାର ତ ସିଏ ଗୋଟେ ଜାଗାରେ ସ୍ଥିର ହୋଇକି ମଧ୍ୟ ରହିପାରିନାହାନ୍ତି ସେଇ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ପ୍ରୋବ୍ଲେମ୍ କାରଣ ହେଇଥିଲା ନାଉ ଏକ୍ଜିଷ୍ଟେଡ୍ ଇନ୍ ଦ ଚିୟରଲେସ୍ ଟୁଇଲାଇଟ୍ଟା ଆନନ୍ଦଦାୟକ ହେବା କଥା କିନ୍ତୁ ତାଙ୍କ ପାଇଁ ହେଇଯାଇଛି କ'ଣ ସେମାନେ ବଞ୍ଚି ରହିଥିଲେ କିନ୍ତୁ ଚିୟରଲେସ୍ ଟୁଇଲାଇଟ୍ରେ ଥିଲେ କିନ୍ତୁ ତାଙ୍କ ପାଇଁ ଦୁଃଖଦାୟକ ଥିଲା ଚିୟରଲେସ୍ ଟୁଇଲାଇଟ୍ ବୋଲି କହିଛନ୍ତି ମାନେ ତାଙ୍କ ଆନନ୍ଦ ନଥିଲା ଖୁସି ନଥିଲା ଜୀବନର ସରସତା କିଛି ଜାଣିନଥିଲେ ସେମାନେ କାରଣ ବଞ୍ଚିବା ପାଇଁ ସେମାନେ ସଂଘର୍ଷ କରି ଚାଲିଥିଲେ ଯେମିତି ଜବ୍ସ ୱେର୍ ହାର୍ଡ ଟୁ ଫାଇଣ୍ଡ ସେତେବେଳେ ଚାକିରି ଖଣ୍ଡେ ମିଳିବା ମଧ୍ୟ କଷ୍ଟଦାୟକ ଥିଲା ଜବ୍ସ ୱେର୍ ହାର୍ଡ ଟୁ ଫାଇଣ୍ଡ ଆଣ୍ଡ ମଦର ଅନଟ୍ୟୁଟର୍ଡ ଇନ୍ ଏଭ୍ରିଥିଙ୍ଗ ବଟ୍ ଦ ଷ୍ଟେଜ୍
स्टेज को छाड़देला माँ अन्न कौन कम अनभिज्ञ थे अर्थात काम जान ना अनट्यूटर्ड केवल स्टेज कम छाड़देले माँ अन्न कौन कम भल भाव जानी नथिले वाज फर्दर हैंडिकैप से पुणी बर्तमान हैंडिकैप हो सारी स्टेज तंकर गोटे इनकम सोर्स था बर्तमान स्टेज तंकर संपूर्ण भाव एभापोरेट हो सारी स्टेज व्यतीत आउ से कौन कम जान ना अनट्यूटर्ड से थे कौन कम जानी नथिले द्वितीयतः यार पुणी अलरेडी हैंडिकैप हो सारी अर्थात भॉइस ठीक काम करूनी भॉइस क्लीयर ना शी वाज स्मॉल से देखा शॉर्ट हाइट थे डेंटी कह सो ब्यूटीफुल कह सेंसिटिव भावप्रवणशीला सो जड़े स्त्री लोक से समय भिक्टोरिया कथा कही फाइटिंग अगेंस्ट द टेरिफिक अति अति दुख भयंकर जंत्रणा असुविधा समय फाइटिंग कर जितवा चेष्टा कर भिक्टोरिया भिक्टोरियन युग कथा कहते मध्य जो समय कही भिक्टोरियन एज चली से समय जड़े स्मॉल डेंटी सेंसिटिव स्त्री लोक कठिन परिश्रम करिसेंती टेरिफिक ऑड को सम्मुखीन होती बहुत माने जीवन में सबुठ बड़ दुखदायक ऑड बा असुविधा को से सम्मुखीन होगा चेष्टा करिसेंती से भिक्टोरिया कथा कह इन व्हिच वेल्थ एंड पॉवर्टी वर एक्सट्रीम से जहाँ पाखे वेल्थ अच्छे से बहुत धनी चली तो कहीं आराम से अधिक अधिक पॉवर्टी बा गरीब हो चलते वे आर एक्सट्रीम गरीब गरीब थिला एवं धनी धनी हो चलते किंतु से गरीब लगी रही जमी वे आर एक्सट्रीम पोरर क्लास वोमेन हाड लिटिल चॉइस से पोरर क्लास वोमेन मत गरीब श्रेणी स्त्री लोक मानू बेसी लोक चूज करुले कम दवापाई बट टू डू मैनुअल वर्क से मैनुअल वर्क करने फैक्ट्री फैक्ट्री झाड़ बुहा परिश्रम कला भली कम अर्थात जोटा कठिन परिश्रम करा पड़ो झाड़ बुहा परिश्रम कला भली कम करने को मिलूला अन्य किसी नुह टू बी द ड्रजेस ऑफ ड्रजेस माने हार्ड लेबर करवा कम गुड़ाक स्वेट्स ऑफ झाड़ बुहा परिश्रम कर कम गुड़ाक फैक्ट्री फैक्ट्री गुड़ाक जो गुड़ाक झाड़ बुहा परिश्रम करने को पड़ो ड्रजेस माने मैनुअल गुड़ाक लेबर टाइपर कम जदिव से समय स्त्री लोक मानू प्रायतः यही गरीब श्रेणी स्त्री लोक मानू भल कम किसी मिल ना जदि भी किसी मिलूला सब लेबर टाइप कम स्वेट सप्रे कम करवा स्वेट सप मान अर्थ कौन जोटा झाड़ बुहा परिश्रम कला हाड़ भंगा कम करने भाई माने लेबर कम तो लेबर कम कला भाई कम केवल मिलूला आउ कि कम मिलू ना माँ बोधे से कम बाध्य करते किसी समय किसी दिन से कम निश्चय से करते ऑकेजनली सी ऑब्टेन द वर्क ऑफ ए नर्सिंग केबे केबे से नर्सिंग वर्क पाई जाउथिले ऑब्टेन करुथिले किसी नर्सिंग वर्क मिल जाउथला सेवा करा काम मिल जाउथला बट सच एम्प्लॉयमेंट वाज रेयर किंतु से भली एम्प्लॉयमेंट रेयर थिला माने अल्प किछि थिला शॉर्ट ड्यूरेशन अल्प समय पई दिने 2 दिन 5 दिन एभली किछि काम मिल जाउथला अदरवाइज बड़ बा लॉन्ग टर्म ताम किछि ताम मिलु नथिला तथापि नेवरथलेस शी वाज रिसोर्सफुल किंतु से रिसोर्सफुल थे कौशल थे कला कौशली थे किसी कम जना से जदि अनट्यूटर बोली कहुए कि से जब अन्य किसी कम जान ना किंतु थिएट्रिकल कस्ट्यूम तैयारी कर कम जना रिसोर्सफुल थे से हाविंग मेड हर ओन थिएट्रिकल कस्ट्यूम से निज थिएट्रिकल कस्ट्यूम ज्वेलरी अलंकार जो कहीपर थिएटर व्यवहार करने पिंधापी से जो कस्ट्यूम से करवा भल भाव जानी शी वाज एक्सपर्ट विथ हर निडल से निडल वर्क में जाना सुंचे सूता सिलाई काम बहुत भल जाना एबल टू यार्न ए फ्यू सेलिंग जो से अल्प किसी सक्षम थे इनकम करने फ्यू सेलिंग्स ड्रेस मेकिंग फॉर मेंबर्स ऑफ द चर्च चर्चर मेंबर मान किसी ड्रेस मेकिंग करिबारे बा कस्ट्यूम तैयारी करिबारे से अल्प किसी इनकम सेलिंग बा इनकम करि पारुथिले बट इट वाज बेयरली एनफ टू सपोर्ट अस किंतु एटा तांको पई बेयरली एनफ आदौ अधिक नथिला सपोर्ट करने अर्थात माँ जो कम करके अर्थात जो छुंची सूतार से किसी कम करके कस्ट्यूम तैयारी करुले ड्रेस मेकिंग करुले से चर्च मेंबर मान अल्प किसी सेलिंग इनकम करते जोटा कि आदौ सफिशिएंट नथिला अर्थात बहुत कम थिला स्टूडेंट्स दिस यूनिट इज ऑल्सो ओवर कहार किसी डाउट रोचे तुम मैंने निश्चित भाव में कमेंट बॉक्स में मत निहाती पचारि पार मुझे आंसर देवा निश्चय चेष्टा करी आउ थे रिमाइंड कर दूसरी जो मैंने सुधा मो कमेंट मो चैनल को सब्सक्राइब करना निहाती सब्सक्राइब करनी बेल आइकन को निहाती क्लिक करूँ जमीती मुझे पठा सब इंपोर्टाट वीडियो तुम मैंने भाव में पहुँची पार जेहतु परीक्षा चलला डियर स्टूडेंट्स आउ गोटे कथा कह जदि वीडियो भल लगे निश्चय भाव में शेयर कमेंट लाइक करूँ थैंक यू।